प्रथम विषय आपण माने जानिबा विषय अटे कि पुरातन नियम इस्राएली मानक ପାଇଁ जिहुदी मानक ପାଇଁ परमेश्वर सातोटी पर्व ଦେଇଥିଲେ ପାଳିବାକୁ ଉତ୍ସବ ପାଳିବାକୁ ଦେଇଥିଲେ ଉତ୍ସବ पर्व फेस्टिवल्स ଫିଷ୍ଟ କିମ୍ବା ଫେଷ୍ଟିଭାଲ୍ସ ଆଉ ନୂତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରତ୍ୟେକ କାମ ଠିକ ଜିହୁଦୀ ମାନଙ୍କର ପର୍ବ ବେଳକୁ ହିଁ ସଫଳ ହେଇଥିଲା ତାଙ୍କର ଭାବବାଣୀ ପ୍ରାୟ ବହୁତ ଥର କହେ ପୁରାତନ ନିୟମ କେବଳ ଏକ ଇତିହାସ ନୁହେଁ ପୁରାତନ ନିୟମ ନୂତନ ନିୟମର ଛାୟା ଅଟେ ପ୍ରଥମେ କେତେ ବିଷୟ ପଢିବା ଏ ପର୍ବ ଯାକ ପଢିବା ଲେବ୍ୟ ପୁସ୍ତକ 23 ଅଧ୍ୟାୟ ଖୋଲିଲେ କି ଲେବ୍ୟ ପୁସ୍ତକ 23 ଅଧ୍ୟାୟର 2 ପଦ ପଢୁଛି ତୁମେ ଇସ୍ରାଏଲ ସନ୍ତାନ ଗଣକୁ କୁହ ତୁମ୍ଭେ ମାନେ ସଦା ପ୍ରଭୁଙ୍କର ଯେଉଁ ସକଳ ନିରୂପିତ ପର୍ବ ପବିତ୍ର ସଭା ବୋଲି ଘୋଷଣା କରିବ ଆମ୍ଭର ସେହି ସକଳ ପର୍ବ ଏହି ଇସ୍ରାଏଲି ମାନଙ୍କର ପ୍ରତ୍ୟେକ ପର୍ବରେ ସେମାନେ ପବିତ୍ର ସଭା ହେଇକି ଏକତ୍ର ହେବାର ଅଛି ପରମେଶ୍ୱରଙ୍କର ସମ୍ମୁଖରେ ରାଇଟ ଆଉ ଥର 4 ପଦରୁ ପଢୁଛି ଲେବିୟ ପୁସ୍ତକ ବୁଝିଲେ ତ ଲେଭିଟିକସ ଲେବିୟ ପୁସ୍ତକ 23 ଅଧ୍ୟାୟ 4 ପଦ ପଢୁଛି ତୁମ୍ଭେ ମାନେ ନିରୂପିତ ସମୟରେ ସଦାପ୍ରଭୁଙ୍କ ସ୍ଥାପିତ ପର୍ବ ଅର୍ଥାତ୍ ପବିତ୍ର ସଭା ବୋଲି ଯାହା ଘୋଷଣା କରିବ ତାହା ଏହି ପ୍ରଥମେ ଆମେ ଗଣି ନେବା କଣ କଣ ସେଇ ପର୍ବ 5 ପଦରେ ପଡୁଛି ପ୍ରଥମ ପର୍ବ ହେଲା 5 ପଦରେ ପ୍ରଥମ ମାସର ଚତୁର୍ଦଶ ଦିନର ସନ୍ଧ୍ୟା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ହେବ ନମ୍ବର 1 ହେଲା ନିସ୍ତାର ପର୍ବ ଓକେ ନେକ୍ସଟ ପୁଣି ସେହି ମାସର ପଞ୍ଚଦଶ ଦିନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଡ଼ି ଶୂନ୍ୟ ରୋଟିର ପର୍ବ ହେବ 7 ଦିନ ଯାଏ ତୁମେ ମାନେ ତାଡ଼ି ଶୂନ୍ୟ ରୋଟି ଭୋଜନ କରିବ ତାଡ଼ି ଶୂନ୍ୟ ରୋଟି ଖମିର ଶୂନ୍ୟ ରୋଟିର ପର୍ବ ନମ୍ବର 2 ଓକେ ରାଇଟ 9 ପଦ 9 10 ପଦ ଆହୁରି ସଦାପ୍ରଭୁ ମୋସାଙ୍କୁ କହିଲେ ତୁମେ ଇସ୍ରାଏଲ ସନ୍ତାନ ଗଣକୁ କୁହ ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା ସେହି ଦେଶରେ ପ୍ରବେଶ କରି ଯେତେବେଳେ ତୁମ୍ଭେ ମାନେ ଶସ୍ୟ କାଟିବ ସେତେବେଳେ ତୁମ୍ଭମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ ତହିଁରେ ତୁମ୍ଭମାନଙ୍କ ପକ୍ଷରେ ଗ୍ରାହ୍ୟ ହେବା ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ବିଡ଼ା ଦଳାଇବ ବିଶ୍ରାମ ବାରର ପରଦିନ ଯାଜକ ତାହା ଦଳାଇବ ନମ୍ବର 3 ହେଲା କଣ ପ୍ରଥମ ଫଳ ଅର୍ପଣର ପର୍ବ ଫିଷ୍ଟ ଅଫ ଫର୍ଷ୍ଟ ଫ୍ରୁଟ ନହେଲେ ପ୍ରଥମ କଟା ଶସ୍ୟର ପର୍ବ ବୋଲି କହନ୍ତୁ ଯାହା ଆପଣ ମାନେ କି ପର୍ବ ବୋଲି କହନ୍ତୁ ସେଟା ହାର୍ଭେଷ୍ଟ ଫେଷ୍ଟିଭାଲ କିଏ କିଛି କହୁନାହାନ୍ତି ଚର୍ଚ୍ଚରେ କରନ୍ତି ନାଇଁ କି ଧନ୍ୟବାଦ ଶସ୍ୟ ପ୍ରଭୁ। ଶସ୍ୟ ସର୍ ଶସ୍ୟ ନୂଆଖାଇ ପର୍ବ ସାର୍ ନୂଆଖାଇ କହନ୍ତି ନୂଆଖାଇ ନୁହେଁ ଶସ୍ୟ ଉତ୍ସର୍ଗ ଶସ୍ୟ ଉତ୍ସର୍ଗ ପର୍ବ ନାଇଁ କି ହାର୍ଭେଷ୍ଟ ଫେଷ୍ଟିଭାଲ ଠିକ ଅଛି ଏଟା ହେଲା ହାର୍ଭେଷ୍ଟ ଫେଷ୍ଟିଭାଲ ଶସ୍ୟ ଉତ୍ସର୍ଗ ପର୍ବ କୁହନ୍ତୁ ନହେଲେ ପ୍ରଥମ ଶସ୍ୟ କଟା ହେବାର ପର୍ବ ସେଟା ୱାର୍ଡ ଏଠି ନାହିଁ ବୋଲି ମୁଁ ଇଏ ହଉଛି ଓକେ 3 ହେଲା 3 ପରେ 15 ପଦ ପଢିବା 4 ନମ୍ବର ପର୍ବ 15ରୁ
ଆହୁରି ସେହି ବିଶ୍ରାମ ବାରର ପରଦିନ ଠାରୁ ଯେଉଁଦିନ ଦଳନୀୟ ନୈବେଦ୍ୟ ରୂପ ବିଡ଼ା ଆଣିଲ, ସେହି ଦିନ ଠାରୁ ପୂର୍ଣ୍ଣ 7 ସପ୍ତାହ ଗଣନା କରିବ। 7 ସପ୍ତାହ ମାନେ କେତେ? 49 days। 7 ସପ୍ତାହ, 7 × 7 = 49। 16 ପଦ। ଏହି ରୂପେ ସପ୍ତମ ବିଶ୍ରାମ ବାରର ପରଦିନ ପର୍ଯ୍ୟନ୍ତ 50 ଦିନ ଗଣନା କରିବ। ଆଉ ତୁମେ ମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରିବ। ଓକେ, 50 ଦିନ, 50ତମ ଦିନ ପେଣ୍ଟିକଷ୍ଟ। 50। ଓକେ, 50ତମ ଦିନର ପର୍ବ ପେଣ୍ଟିକଷ୍ଟ ପର୍ବ ବୋଲି ଲେଖି ରଖନ୍ତୁ। ରାଇଟ। 4 କେତେ ହେଲା? ନିସ୍ତାର ପର୍ବ, ତାଡ଼ି ଶୂନ୍ୟ ରୋଟିର ପର୍ବ, ଶସ୍ୟ କାଟିବାର ପର୍ବ ଆଣ୍ଡ 50ତମ ଦିନର ପର୍ବ, ପେଣ୍ଟିକଷ୍ଟ ପର୍ବ। ନୂତନ 50କୁ ଗ୍ରୀକରେ ପେଣ୍ଟିକଷ୍ଟ, ପେଣ୍ଟିକଷ୍ଟ ବୋଲି କହନ୍ତି। ରାଇଟ, 50 ଦିନର ପର୍ବ ଏଟା। ସେଇ ଦିନ 17 ପଦ ଟିକେ ପଢିଦେଲେ ଭଲ ଥିବ। ତୁମେ ମାନେ ଆପଣା ଆପଣା ନିବାସରୁ ଦଳନୀୟ ନୈବେଦ୍ୟାର୍ଥେ ଏକ ଐଫାର 2 ଦଶମାଂଶର 2 ରୋଟି ଆଣିବ। ତାହା ସରୁ ମଇଦାରେ ପ୍ରସ୍ତୁତ ହେବ ଓ ତାଡ଼ିରେ ରନ୍ଧନ କରାଯିବ। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମ ଫଳ ହେବ। ଏଠି ପଏଣ୍ଟ ନୋଟ କରନ୍ତୁ, ତାଡ଼ି ଶୂନ୍ୟ ରୋଟିର ପର୍ବ ଗୋଟେ ଅଛି, और ଏଇଠି ଏଇ ରୋଟି ତାଡ଼ି ଯୁକ୍ତ ଥିବ। ତାଡ଼ି ମାନେ ଟିକେ ସେ ଖଟା କରିବାକୁ ପଡିବ ସେଥିରେ। ତାର ସ୍ପେଶାଲିଟି କଣ କହିବି, ରୁହନ୍ତୁ। 4 ନମ୍ବର ହେଇଗଲା। 5 ନମ୍ବରକୁ ଯିବା। 23 ପଦ, 5 ନମ୍ବର ପର୍ବ। ଆହୁରି ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନ ଗଣକୁ କହ, ସପ୍ତମ ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ମହାବିଶ୍ରାମ ଅର୍ଥାତ୍ ତୁରୀ ଧ୍ୱନି ଦ୍ୱାରା ସ୍ମରଣାର୍ଥକ ପବିତ୍ର ସଭା ହେବ। ତୁରୀ ଧ୍ୱନିର ପର୍ବ ବୋଲି ଲେଖନ୍ତୁ, ଫିଷ୍ଟ ଅଫ ଟ୍ରମ୍ପେଟ୍ସ। ରାଇଟ, 5 ନମ୍ବର ପର୍ବ। 6 ନମ୍ବର ପର୍ବ, 26 ପଦ ପଡୁଛି, 26ରୁ। ଲେବିୟ 23-26। ଆହୁରି ସଦାପ୍ରଭୁ ମୋସାଙ୍କୁ କହିଲେ, ସେହି ସପ୍ତମ ମାସର 10ମ ଦିନ ଅବଶ୍ୟ ପ୍ରାୟଶ୍ଚିତ୍ତର ଦିନ ହେବ। ସେହି ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ। ପୁଣି ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ। ଓକେ, এটা ପ୍ରାୟଶ୍ଚିତ୍ତର ଦିନ ବୋଲି ଲେଖନ୍ତୁ, ପ୍ରାୟଶ୍ଚିତ୍ତ ଦିନର ପର୍ବ ଅର ଡେ ଅଫ ଆଟୋନମେଣ୍ଟ, ପ୍ରାୟଶ୍ଚିତ୍ତର ଦିନ ହେବ। 6 ନମ୍ବର ପର୍ବ। ନେକ୍ସଟ ଆସୁଛି 7 ନମ୍ବର ପର୍ବ, 33 ପଦରେ। ଲେବିୟ 23-33, 23-33। ଆହୁରି ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନ ଗଣକୁ କହ, ଏହି ସପ୍ତମ ମାସର 15 ଦିନ ଠାରୁ 7 ଦିନ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପତ୍ରକୁଟିର ପର୍ବ ହେବ। ପ୍ରଥମ ଦିନରେ ପବିତ୍ର ସଭା ହେବ। ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ଏଟସେଟ୍ରା ଏଟସେଟ୍ରା ଏଟସେଟ୍ରା। କି ପର୍ବ? ପତ୍ରକୁଟିର ପର୍ବ। ରାଇଟ, ହେଲା। ଏବେ ମୋ ପଟେ ଦେଖନ୍ତୁ। ପୁରାତନ ନିୟମର ଇସ୍ରାଏଲି ମାନଙ୍କ ପାଇଁ, ଦେଖୁଛନ୍ତି ମୋ ପଟେ, ପୁରାତନ ନିୟମ ଇସ୍ରାଏଲି ମାନଙ୍କ ପାଇଁ ଯାହା ପର୍ବ ଥିଲା, ଉତ୍ସବ ପାଳିବାଟା ଥିଲା, ଖାଇବାଟା ଏନ୍ଜୟ କରିବାଟା ଥିଲା, ତାହା ନୂତନ ନିୟମର ପର୍ବ ଗୁଡ଼ିକ ନଥିଲା, ନୂତନ ନିୟମର ଆତ୍ମିକ ଅନୁଭୂତି ଥିଲା। ବୁଝିଲେ କି? 24 ଘଣ୍ଟା ପୁରାତନ ନିୟମରୁ ଉଠାଇକି ପ୍ରଭୁ ଜମି ଦେବି ବୋଲେ, ଏ ଦେଶକୁ ଆଶୀର୍ବାଦ କରିବେ, ଇଏ କରିବେ, ଏମିତି ଲିଟରାଲି ନେବାର ନାହିଁ।
ସେମାନଙ୍କ ଜୀବନରେ, ଅବ୍ରାହମଙ୍କ ଜୀବନରେ, ଦାଉଦଙ୍କ ଜୀବନରେ ଯେଉଁ ଘଟଣା ସବୁ ଘଟିଛି, ଇସ୍ରାଏଲି ମାନଙ୍କର ଜୀବନରେ ଯାହା ସବୁ ଘଟଣା ଘଟିଛି, ଅଫକୋର୍ସ ତାହା ଇତିହାସ ହିଁ ଥିଲା। କିନ୍ତୁ ତାହା ଆମ୍ଭମାନଙ୍କ ପାଇଁ ଏକ ଆତ୍ମିକ ଶିକ୍ଷା ଅଟେ ବୋଲି ବହୁତ ଥର କହିଥିଲେ ଆପଣମାନଙ୍କୁ। ତାହା ସଂଗ୍ରହ କରିପାରିଲେ, ତାହା ବୁଝିପାରିଲେ, ତାହା ରେମା ବାକ୍ୟ ହେବ ବୋଲି କହିଲି। ସେମାନଙ୍କ ପ୍ରତି ଯାହା ଘଟିଲା ତାହା ଲୋଗୋସ୍। ତାହା ଯଦି ଆମେ ମାନେ ଆତ୍ମିକ ଅନୁଭୂତିରେ ଅନୁଭବ କରିବା ତାହେଲେ ତାହା ରେମ ହେବ ବୋଲି କହିଲି। କହୁଥିଲେ ନାଇଁ କି ଛାୟା, ପୁରାତନ ନିୟମ କେବଳ ଛାୟା ଥିଲା ନୂତନ ନିୟମର।